ପଥର ସବୁ ଗୁଣ୍ଡ ଉଡ଼ି ଯାଇଥାନ୍ତା, ଲାଜାର ପଳେଇ ଆସିଥାନ୍ତା, କିନ୍ତୁ ପ୍ରଭୁ ତାଙ୍କ ଦାସମାନଙ୍କୁ କହିଲେ ପଥର ବାହାର। ସେଭଳି ମଣ୍ଡଳୀ ଏହି ସମୟରେ ଗୃହ ନିର୍ମାଣ କରିବା ପାଇଁ ପରମେଶ୍ୱରଙ୍କ ମଧ୍ୟସ୍ଥ। ପ୍ରଭୁଙ୍କର ମହାନ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ମଣ୍ଡଳୀ ଧନ୍ୟବାଦ ଦେଉଛି ସଙ୍ଗେ ସଙ୍ଗେ ପ୍ରସ୍ତର ସ୍ଥାପନ ଉପଲକ୍ଷେ ଯୋଗ ଦେଇଥିବା ଅନେକ ପ୍ରଭୁଙ୍କ ଦାସ ସେମାନଙ୍କ ମଧ୍ୟରେ ପ୍ରଭୁ ଯୀଶୁଙ୍କ ନାମରେ ଆସନ୍ତୁ। ଅଳ୍ପ କିଛି କଥା କହିବାକୁ ଚାହୁଁଛି ଯେ ଭିତ୍ତିମୂଳ ଏବଂ ପ୍ରସ୍ତର ମାନେ 7 ପ୍ରକାର ପ୍ରସ୍ତର। ଯେଉଁ ଯେଉଁ ପ୍ରସ୍ତର ପରମେଶ୍ୱରଙ୍କ ସେବା କାର୍ଯ୍ୟରେ ଲାଗିଛି, ଏଭଳି 7 ପ୍ରକାର ପ୍ରସ୍ତରକୁ ପୁରାତନ ନିୟମର ଆପଣମାନଙ୍କୁ ଦେଖାଯାଉଛି। ତାର ବହୁତ ଗୁଡ଼ ରହସ୍ୟପୂର୍ବକ